ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ବିଜ୍ଞ ବିଚାର ମଣ୍ଡଳୀ ଏବଂ ଏଠାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ଭାରତର 79ତମ ସ୍ୱାଧୀନତା ଦିବସ। ଏହି ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଏହି ଭାରତ ଭୂମି ପବିତ୍ର, ସମୃଦ୍ଧ, ରତ୍ନଗର୍ଭା, ଉଚ୍ଚ ସଂସ୍କୃତି ସମ୍ପନ୍ନ। ଏହାକୁ ସୁନାର ଭାରତ ବୋଲି ମଧ୍ୟ କୁହାଯାଏ। ଇଂରେଜ ଶାସକମାନେ ସଦାସର୍ବଦା ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି। ଲୋକମାନେ ଏ ଦେଶକୁ 1926 ଖ୍ରୀଷ୍ଟାବ୍ଦରୁ ଦାଖଲ କରି ଦୀର୍ଘଦିନ ଶାସନ କରିଛନ୍ତି ଏବଂ ଦମନଲୀଳା ଚଳାଇଛନ୍ତି। ସୁନା, ରୂପା, ହୀରା, ମୋତି, ମାଣିକ ଇତ୍ୟାଦି ଅମୂଲ୍ୟ ଧାତୁ ସବୁ ନିଜ ଦେଶକୁ ବୋହି ନେଇଯାଇଛନ୍ତି। ତାପରେ ଇଂରେଜ ଜାତି ବାଣିଜ୍ୟ କରିବା ନାଁରେ ଆସି ଆମ ଦେଶକୁ ଶାସନ କରିଛନ୍ତି। ଆମ ଦେଶର ବାଣିଜ୍ୟ ସମ୍ପଦ ଲୁଟ୍ କରିଛନ୍ତି। ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ଏହାର ପ୍ରତିବାଦ କଲେ ଲାଠି ପ୍ରହାର, ଗୁଳିମାଡ଼, ଜେଲ୍ ଦଣ୍ଡ, ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ିଛି। ତା ସତ୍ତ୍ୱେ ଆମ ଦେଶର ସାହସୀ ଦେଶପ୍ରେମୀମାନେ ଏହି ଶାସନରୁ ମୁକ୍ତି ପାଇଁ ଫୌଜ ଆଗରେ ଠିଆ ହୋଇଛନ୍ତି। ପ୍ରକୃତ ସ୍ୱାଧୀନତା ଆନ୍ଦୋଳନ 1856 ସିପାହୀ ବିଦ୍ରୋହରୁ ଶୁଭାରମ୍ଭ ହେଲା। ମଙ୍ଗଳ ପାଣ୍ଡେ ନାମକ ଜଣେ ସାହସୀ ଭାରତୀୟ ସିପାହୀ ଏହାର ଶୁଭାରମ୍ଭ କରିଥିଲେ। ଏହାର ଅତୃପ୍ତି ହେବ ନାହିଁ। ସମଗ୍ର ଭାରତରେ ଏହାର ପ୍ରଭାବ ପଡ଼ିଲା। ବ୍ରିଟିଶ ଫୌଜମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଏହାକୁ ଦମନ କଲେ, ପ୍ରତିବାଦ କଲେ, ରକ୍ଷା ନାହିଁ। ତଥାପି ଧୀରେ ଧୀରେ ସାରା ଭାରତରେ ଏହି ସ୍ୱାଧୀନତା ସଂଗ୍ରାମର ବିଦ୍ରୋହ ଦେଖାଦେଇଥିଲା। ବହୁ ଦେଶପ୍ରେମୀମାନେ ଏଥିରେ ନିଜକୁ ବଳିଦାନ ମଧ୍ୟ ଦେଇଥିଲେ। ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଲକ୍ଷ୍ମଣ ନାୟକ, ଜୟ ରାଜଗୁରୁ ଇତ୍ୟାଦି ଫାଶୀ ଖୁଣ୍ଟରେ ଝୁଲି ଶହୀଦ ହେଲେ। ଶେଷରେ ଦେଶର ନେତୃତ୍ୱ ନେଲେ ମହାତ୍ମା ଗାନ୍ଧୀ ଏବଂ ସୁଭାଷ ଚନ୍ଦ୍ର ବୋଷ, ଯେଉଁମାନେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିକୁ ପରିବ୍ୟାପ୍ତ କଲେ। ଏହାର ଫଳସ୍ୱରୂପ ସ୍ୱାଧୀନତା ଆନ୍ଦୋଳନରେ କୋଟି କୋଟି ଦେଶବାସୀ ମଧ୍ୟ ଭାଗ ନେଇଥିଲେ। ନେତାଜୀଙ୍କର ସ୍ଲୋଗାନ ଥିଲା, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ଏବଂ ବାପୁଜୀଙ୍କ ଅହିଂସା ନୀତି ଆଗରେ ବ୍ରିଟିଶମାନେ ଶେଷରେ ମୁଣ୍ଡ ନୁଆଁଇଲେ। 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ତେଣୁ ଏହାକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ କରୁଛେ। ଏହି ଦିବସ ପାଳନ କରିବା ଦ୍ୱାରା ଭାରତବର୍ଷକୁ ସ୍ୱାଧୀନ କରିଥିବା ନେତାମାନଙ୍କର ସାହସ ଓ ତ୍ୟାଗ ମନେ ପଡ଼ିଥାଏ। ଅଖଣ୍ଡ ଭାରତବର୍ଷ ଗଠନରେ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ, ସେମାନେ ଆମର ପୂଜ୍ୟ ନମସ୍ୟ। ମୁଁ ଏତିକି କହି ମୋ ବକ୍ତବ୍ୟ ରଖୁଛି। ଜୟ ହିନ୍ଦ, ଜୟ ଭାରତ। ଭାରତ ମାତା କି ଜୟ।